वेलकम बैक टू माय यूट्यूब चैनल ମୁଁ ତମର ବ୍ୟବସାୟ ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି ଭିଡ଼ିଓରେ କ'ଣ ପିଲି ଦ୍ୱାଦଶ ଶ୍ରେଣୀ ପାଇଁ ଯେଉଁଟା ଉପଯୋଗୀ ଭାରତ ଇତିହାସରେ କ'ଣ ପିଲି ସାନ୍ତାଳ ବିଦ୍ରୋହ କେଉଁ ବିଦ୍ରୋହ ପିଲି ସାନ୍ତାଳ ବିଦ୍ରୋହ ବିଷୟ ଆମେ କ'ଣ କରିବା ଏ ଭିଡ଼ିଓରେ ଆଲୋଚନା କରିବା। ଗତ ଭିଡ଼ିଓ ମାନଙ୍କରେ ମୁଁ କ'ଣ କରିଛି ବୋଲି ତମମାନଙ୍କ ପାଇଁ ସନ୍ନ୍ୟାସୀ ବିଦ୍ରୋହ ଓ ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ବିଷୟରେ ମୁଁ ତମମାନଙ୍କୁ ପଢ଼େଇଥିଲି, କିନ୍ତୁ ଏ ଭିଡ଼ିଓରେ ଆମେ କ'ଣ ପଢ଼ିବା ସାନ୍ତାଳ ବିଦ୍ରୋହ ବିଷୟରେ ପଢ଼ିବା। ଚାଲ କ୍ଲାସଟାକୁ ଆମେ ଆରମ୍ଭ କରିବା। 1857 ର ସିପାହୀ ବିଦ୍ରୋହ ପୂର୍ବରୁ ଇଂରେଜମାନଙ୍କ ବିରୋଧରେ ସଂଗଠିତ ହୋଇଥିଲା ସାନ୍ତାଳ ବିଦ୍ରୋହ। ମନେ ରଖିବେ ପିଲି ଯେ ସିପାହୀ ବିଦ୍ରୋହ ପୂର୍ବରୁ ସିପାହୀ ବିଦ୍ରୋହ ପୂର୍ବରୁ କ'ଣ ହେଇଥିଲା ପିଲି ଇଂରେଜମାନଙ୍କ ବିରୋଧରେ ସଂଗଠିତ ହୋଇଥିଲା କ'ଣ ସାନ୍ତାଳ ବିଦ୍ରୋହ। କେଉଁ ବିଦ୍ରୋହ? ସାନ୍ତାଳ ବିଦ୍ରୋହ। ଆଧୁନିକ ଭାରତ ଇତିହାସରେ ଏହା ହୁଲ୍ ନାମରେ ପରିଚିତ। ମନେ ରଖିବେ ପିଲି ଏଇ ଯେଉଁ ସାନ୍ତାଳ ବିଦ୍ରୋହକୁ ଆଧୁନିକ ଭାରତ ଇତିହାସରେ କ'ଣ ବୋଲି କୁହାଯାଉଛି ପିଲି? ହୁଲ୍ ବୋଲି କୁହାଯାଉଛି। କ'ଣ ବୋଲି କୁହାଯାଉଛି? ହୁଲ୍ ବୋଲି କୁହାଯାଉଛି। ମହାଜନ ଓ ଇଂରେଜମାନଙ୍କର ଅର୍ଥନୈତିକ ଶୋଷଣ ସାନ୍ତାଳମାନଙ୍କୁ ବିଦ୍ରୋହ କରାଇଥିଲା। ହେଲେ ପିଲି ଯେଉଁ ମହାଜନମାନେ ଥିଲେ ଓ ଇଂରେଜମାନଙ୍କର କ'ଣ ଅର୍ଥନୈତିକ ଶୋଷଣ ଏମିତି ହେବା ଫଳରେ କ'ଣ ହେଇଥିଲା ପିଲି ସାନ୍ତାଳମାନେ ବିଦ୍ରୋହ କରିବାକୁ ବାଧ୍ୟ ହୋଇଥିଲେ। ସାନ୍ତାଳମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଇଂରେଜ ଶକ୍ତି ବିରୋଧରେ ଯେଉଁ ସଂଗ୍ରାମ କରିଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଚିରସ୍ମରଣୀୟ ହୋଇ ରହିଛି। ହେଲେ ପିଲି ଏଇ ଯେଉଁ ବିଦ୍ରୋହ ହେବାର ବିଭିନ୍ନ କାରଣ ମଧ୍ୟ ଥିବ, ଆମେ ପଢ଼ିବା। ଚାଲ ପ୍ରଥମେ ଦେଖିବା କ'ଣ ଦେଇଛି ସାନ୍ତାଳ ବସତି। କ'ଣ ଦେଇଛି? ସାନ୍ତାଳ ବସତି। ଇଂରେଜମାନେ ଭାରତରେ ଶାସନ କରିବା ପୂର୍ବରୁ ସାନ୍ତାଳମାନେ ମୁଖ୍ୟତଃ ଓଡ଼ିଶାର କଟକ, ବିହାରର କ'ଣ ପିଲି ଦଳଭୂମ, ମାନଭୂମ, ଛୋଟନାଗପୁର, ପାଲାମୁ, ହଜାରିବାଗ, ଦେଖ କ'ଣ କ'ଣ କହିଲି? ଓଡ଼ିଶାରେ କ'ଣ ପିଲି କଟକ, ବିହାରର କ'ଣ ପିଲି ଧୂଳଭୂମ ପିଲିଟା କ'ଣ ହେବ ଧୂଳଭୂମ, ମାନଭୂମ, ଛୋଟନାଗପୁର, ପାଲାମୁ, ହଜାରିବାଗ ଥିଲା ବିହାରରେ। କିନ୍ତୁ ପଶ୍ଚିମବଙ୍ଗର କ'ଣ ଥିଲା? ମେଦିନାପୁର, ବାଙ୍କୁଡ଼ା, ବୀରଭୂମରେ ବାସ କରୁଥିଲେ କେଉଁମାନେ? ସାନ୍ତାଳମାନେ। କେଉଁମାନେ? ସାନ୍ତାଳମାନେ। ସାନ୍ତାଳମାନେ ମୁଖ୍ୟତଃ ଓଡ଼ିଶାର କେଉଁଠି? କଟକ, ବିହାରର କେଉଁଠି? ଧୂଳଭୂମ, ମାନଭୂମ, ଛୋଟନାଗପୁର, ପାଲାମୁ, ହଜାରିବାଗ। କିନ୍ତୁ ପଶ୍ଚିମବଙ୍ଗର କେଉଁଠି? ମେଦିନାପୁର, ବାଙ୍କୁଡ଼ା, ବୀରଭୂମରେ ସେମାନେ ବାସ କରୁଥିଲେ। ପ୍ରଥମେ ସେମାନେ ଛୋଟନାଗପୁର ମାଳଭୂମି ଅଞ୍ଚଳରେ ବାସ କରୁଥିଲେ, ପରେ ରାଜମହଲ ପର୍ବତ ନିକଟସ୍ଥ ଅଞ୍ଚଳରେ ବସବାସ କରିବା ଆରମ୍ଭ କଲେ। ମାନେ ବସବାସ ଆରମ୍ଭ କଲେ କେଉଁମାନେ? ଯେ ସାନ୍ତାଳମାନେ। କେଉଁଠି ପ୍ରଥମେ ଇଏ କରିଥିଲେ? ଯେ ଛୋଟନାଗପୁରରେ। କେଉଁଠି? ଛୋଟନାଗପୁର। କିନ୍ତୁ ପରେ କ'ଣ କରିଥିଲେ? ରାଜମହଲ ପର୍ବତ ନିକଟସ୍ଥ ଅଞ୍ଚଳରେ ବସବାସ କଲେ। 1832 ମସିହାରେ କେବେ? 1832 ମସିହାରେ କ'ଣ ହେଲା ପିଲି? ଯେ ଇଂରେଜ ସରକାର ଦାମିନ ଇ କୋହ, ଏଇଟା କହି ନାହିଁ ପିଲି କ'ଣ ହେବ? ଦାମିନ ଇ କୋହ ଅଞ୍ଚଳକୁ ସାନ୍ତାଳମାନଙ୍କ ପାଇଁ ଉଦ୍ଦିଷ୍ଟ କଲେ। ହେଲା, କେଉଁ ଅଞ୍ଚଳ ପିଲି? ଦାମିନ ଇ କୋହ ଅଞ୍ଚଳକୁ କେଉଁମାନଙ୍କ ପାଇଁ? ସାନ୍ତାଳମାନଙ୍କ ପାଇଁ ବସବାସ କରିବା ପାଇଁ ଉଦ୍ଦିଷ୍ଟ କଲେ। ଏଇ ଯେଉଁ ଅଞ୍ଚଳଟା ଥିଲା କେଉଁ ଅଞ୍ଚଳ? ଦାମିନ ଇ କୋହ ଅଞ୍ଚଳଟା ଥିଲା ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। କ'ଣ କହିଲି? ଉତ୍ତରରେ କେଉଁଠାରୁ? ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି କୁହାଯାଉଛି। ଅର୍ଥାତ୍ 500 ବର୍ଗ ମାଇଲ କେବଳ ଜଙ୍ଗଲ ଥିଲା। ଏଥିରେ କେତେ ମାଇଲ ଜଙ୍ଗଲ ଥିଲା? 500 ବର୍ଗ ମାଇଲ କ'ଣ ଥିଲା? ଜଙ୍ଗଲ ଥିଲା। ଅର୍ଥାତ୍ କ'ଣ ହେଇଛି? 1366 ଏକ ବର୍ଗ ମାଇଲ ଥିଲା। କିନ୍ତୁ ଏଇଟା କେତେ ବର୍ଗ ମାଇଲ ପୁରାପୁରି ଜଙ୍ଗଲ ଥିଲା? 500 ବର୍ଗ ମାଇଲ କ'ଣ ଥିଲା? ଜଙ୍ଗଲ ଥିଲା। 1838ରେ ଏଥିରେ କ'ଣ ହେଇଥିଲା ବୋଲି? 40ଟି ଗ୍ରାମ ଓ ଜନସଂଖ୍ୟା 3000 ଥିଲା। 1838 ମସିହାରେ ଏଠି କ'ଣ ହେଇଥିଲା? 40ଟି ଗ୍ରାମ ଓ ଜନସଂଖ୍ୟା କେତେ ଥିଲା? 3000 ଥିଲା। ଯେତେବେଳେ 1851 ହୋଇଗଲା ପିଲି ଜନସଂଖ୍ୟା କେତେ ହେଇଗଲା? 82,795 ହେଇଗଲା ଓ ଗ୍ରାମର ସଂଖ୍ୟା ହେଇଗଲା କ'ଣ? 14,736 ହେଇଗଲା। ଦେଖ ଯେତେବେଳେ 1851 ହେଲା କ'ଣ ବୋଲି କୁହାଯାଇଛି? ଯେ ଜନସଂଖ୍ୟା କେତେ ବଢ଼ିଲା? 82,795, କିନ୍ତୁ ଗ୍ରାମର ସଂଖ୍ୟା କେତେ ହେଇଗଲା? 14,736
ଛତିଶରେ ପହଞ୍ଚିଥିଲା ବୋଲି କୁହାଯାଇଛି। ଏମିତି ଭାବରେ ପିଲି ଯେଉଁ ଦାମିନ କୋହଟା ଯେଉଁ ଅଞ୍ଚଳଟା ଥିଲା ସେଇଟା କ'ଣ କରିଥିଲା ପିଲେ ବ୍ରିଟିଶ ସରକାର ସାନ୍ତାଳମାନଙ୍କ ପାଇଁ କ'ଣ କରିଥିଲା ଉଦ୍ଦିଷ୍ଟ କରିଥିଲା ଲୋକମାନେ ସେଠି ବସବାସ କରିବା ପାଇଁ। ଗଙ୍ଗା ନଦୀ ଠାରୁ କେଉଁ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ସେଇଟା କ'ଣ ହେଇଥିଲା ଅଞ୍ଚଳଟା ବିସ୍ତୃତ ହୋଇଥିଲା। ପ୍ରଥମେ ଗ୍ରାମ କେତେରେ ଥିଲା 1838ରେ 40ଟି ଗ୍ରାମ, ଜନସଂଖ୍ୟା କେତେ ଥିଲା 3000। 1851 ବେଳକୁ କ'ଣ ହେଇଗଲା 82,795 ଜନସଂଖ୍ୟା ହୋଇଗଲେ, କିନ୍ତୁ ଗ୍ରାମର ସଂଖ୍ୟା କେତେ ହେଇଗଲା 14,736 ହେଲା। ତାପରେ ଦେଖିବା କଣ୍ଟ୍ରାଷ୍ଟ କ'ଣ ଦେଇଛି ସାନ୍ତାଳ ବିଦ୍ରୋହର କାରଣ କେଉଁ କାରଣ ପାଇଁ ଏ ଯେଉଁ ସାନ୍ତାଳ ବିଦ୍ରୋହଟା ହେଲା ଦେଖିବା। ସାନ୍ତାଳ ବିଦ୍ରୋହ ପାଇଁ ନିମ୍ନଲିଖିତ କାରଣ ଗୁଡ଼ିକ ଦାୟୀ ଥିଲେ। ପ୍ରଶାସନିକ ନୀତି, ରମଣୀମାନଙ୍କ ଦୟନୀୟ ସ୍ଥିତି। କ'ଣ କହିଲି ଯେ ପ୍ରଶାସନିକ ନୀତି, ରମଣୀମାନଙ୍କ ଦୟନୀୟ ସ୍ଥିତି। ଇଂରେଜମାନଙ୍କ ପ୍ରଶାସନିକ ନୀତି ସାନ୍ତାଳ ବିଦ୍ରୋହର ଅନ୍ୟତମ କାରଣ ଅଟେ। ଇଂରେଜମାନଙ୍କର ପ୍ରଶାସନିକ ନୀତି ସାନ୍ତାଳ ବିଦ୍ରୋହର ଅନ୍ୟତମ କାରଣ ଅଟେ। ସାନ୍ତାଳମାନେ ନିଜ ଜମିର ମାଲିକ ଥିଲେ, କିନ୍ତୁ ଇଂରେଜମାନେ ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିଥିଲେ। ବୁଝିଲ କି ପିଲାମାନେ, ଯେ ଯେଉଁ ଜମି ଥିଲା ସେ ଜମିର ମାଲିକ କେଉଁମାନେ ଥିଲେ ସାନ୍ତାଳମାନେ ଥିଲେ, ନିଜ ଜମିର ମାଲିକ ଥିଲେ, କିନ୍ତୁ ଇଂରେଜ ସରକାର କ'ଣ କରିଥିଲା ସେ ବ୍ୟବସ୍ଥାକୁ କ'ଣ କରିଥିଲା ବୋଲି ପରିବର୍ତ୍ତନ କରିଥିଲା। ସାନ୍ତାଳ ଅଞ୍ଚଳରେ ରାଜପୁତମାନଙ୍କୁ ଜମିଦାର ଭାବେ ନିଯୁକ୍ତ କରି ଭୂ ରାଜସ୍ୱର ଅଧିକାର ଦେଇଥିଲେ। ଦେଖ ପିଲି ସାନ୍ତାଳ ଅଞ୍ଚଳରେ ରାଜପୁତମାନଙ୍କୁ ଜମିଦାର ଭାବେ ନିଯୁକ୍ତ କରି ଭୂ ରାଜସ୍ୱ ଅଧିକାର ଦେଇଥିଲେ। ସାନ୍ତାଳମାନେ ଜମିଦାରମାନଙ୍କୁ ଡିକୁ ବା ଦିକୁର ଆଖ୍ୟା ଦେଇଥିଲେ। ଯେଉଁ ଜମିଦାରମାନେ ଥିଲେ ତାଙ୍କୁ କ'ଣ କୁହାଯାଉଥିଲା ବୋଲି ଡିକୁ ବା ଦିକୁ ବୋଲି କୁହାଯାଉଥିଲା। କିଏ ଏଇଟା କରିଥିଲେ ବୋଲି ବ୍ରିଟିଶ ଗଭର୍ଣ୍ଣମେଣ୍ଟ। ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଯେଉଁ ରାଜପୁତମାନଙ୍କୁ କ'ଣ କରିଥିଲେ ଜମିଦାର ଭାବେ ନିଯୁକ୍ତି କରିଥିଲେ। ସେଇ ଯେଉଁ ଜମିଦାରମାନଙ୍କୁ କ'ଣ କୁହାଯାଉଥିଲା ଡିକୁ ବା ଦିକୁ ବୋଲି କୁହାଯାଉଥିଲା। ଡିକୁ କହିଲେ ଯାହା, ଦିକୁ କହିଲେ ମଧ୍ୟ ତାହା। ପ୍ରାୟ ଏଇଟା ପଚାରିଥାଏ ପିଲେ MCQରେ, ତୁମମାନେ ଚାନ୍ସ ମାରିବ। ସାନ୍ତାଳଙ୍କ ପରିଷଦକୁ ଭାଙ୍ଗି ଇଂରେଜମାନେ କ'ଣ କରିଥିଲେ ଜମିଦାର ପରିଷଦ। ଦେଖ ପିଲି କ'ଣ କହିଛି, ସେ କ'ଣ କଲା ଯେ ସାନ୍ତାଳ ଅଞ୍ଚଳରେ ଯେଉଁ ସାନ୍ତାଳ ଅଞ୍ଚଳ ଥିଲେ ସେ ସାନ୍ତାଳ ଅଞ୍ଚଳରେ ରାଜପୁତମାନଙ୍କୁ କ'ଣ କରିଦେଲା ଜମିଦାର ଭାବେ ନିଯୁକ୍ତି କଲା କିଏ ବ୍ରିଟିଶ ଗଭର୍ଣ୍ଣମେଣ୍ଟ। ହେଲେ ଭୂ ରାଜସ୍ୱର ଅଧିକାର ତାଙ୍କୁ ଦେଇଦେଲା। ହେଲେ ଯେଉଁ ସାନ୍ତାଳମାନେ ଜମିଦାର ହେଲେ ସେମାନଙ୍କୁ କ'ଣ କୁହାଗଲା ଡିକୁ ବା ଦିକୁ ବୋଲି କୁହାଗଲା। ହେଲେ ଯେଉଁ ସାନ୍ତାଳଙ୍କ ପରିଷଦ ଥିଲା ସେ ପରିଷଦକୁ ପରିବର୍ତ୍ତନ କରି ଭାଙ୍ଗି କ'ଣ କରିଦେଲା ଜମିଦାର ପରିଷଦ କରିଦେଲା। କିଏ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଜମିଦାର ପରିଷଦ ଗଠନ କଲା। ଏହା ଛଡ଼ା ଠିକାଦାରମାନେ ସାନ୍ତାଳ ରମଣୀମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଥିଲେ। ଯେଉଁ ଠିକାଦାରମାନେ ଥିଲେ ସେମାନେ କ'ଣ କରୁଥିଲେ ସାନ୍ତାଳ ରମଣୀମାନଙ୍କୁ କ'ଣ କରୁଥିଲେ ବୋଲି ଦୁର୍ବ୍ୟବହାର କରୁଥିଲେ। ତାପରେ ଆସିଲା କ'ଣ ଅର୍ଥନୈତିକ ଶୋଷଣ। କେଉଁ ଶୋଷଣ ବୋଲି ଅର୍ଥନୈତିକ ଶୋଷଣ। ଇଂରେଜ ସରକାର ଜମିଦାର ଓ ବଣିକମାନେ ସାନ୍ତାଳମାନଙ୍କୁ ଶୋଷଣ କରିବାକୁ ଲାଗିଲେ। କାହାକୁ? ଇଂରେଜ ସରକାର ଜମିଦାର ଓ ବଣିକମାନେ ସାନ୍ତାଳମାନଙ୍କୁ, ଯେଉଁମାନେ ବଣିକମାନେ ଥିଲେ ଜମିଦାରମାନେ ଥିଲେ, ଇଂରେଜ ସରକାର କ'ଣ କଲେ ସାନ୍ତାଳମାନଙ୍କୁ ଶୋଷଣ କରିବାକୁ ଲାଗିଲେ। କେଉଁ ପ୍ରକାର ଶୋଷଣ ପିଲେ? ଆର୍ଥିକ ଶୋଷଣ। ଇଂରେଜମାନଙ୍କୁ ଖଜଣା ଅର୍ଥ ଆକାରରେ ଦେବାକୁ ପଡ଼ୁଥିଲା। କେଉଁ ଆକାରରେ? ଅର୍ଥ ଆକାରରେ। କେଉଁମାନେ ଦେଉଥିଲେ? ସାନ୍ତାଳମାନେ ଦେଉଥିଲେ। କେତେ କଷ୍ଟ ଦେଖ ପିଲେ। ସାନ୍ତାଳମାନେ ନିଜର ଭରଣ ପୋଷଣ ପାଇଁ ଜମି ବନ୍ଧା ରଖି ଲୁଣ ଆଣୁଥିଲେ। ଦେଖ ପିଲେ କ'ଣ କରୁଥିଲେ, ଏ ଯେଉଁ ସାନ୍ତାଳମାନେ ଥିଲେ କ'ଣ କରୁଥିଲେ ନିଜର ଭରଣ ପୋଷଣ ପାଇଁ ଜମି ବନ୍ଧା ରଖି ଲୁଣ ଆଣୁଥିଲେ। ଉକ୍ତ ଜମି ଫେରି ଯିବାର କୌଣସି ସୁଯୋଗ ନଥିଲା। ଯେତେବେଳେ ସେମାନେ ଜମି ବନ୍ଧା କରିଥିଲେ ସେ ଜମି ତାଙ୍କ ପାଖକୁ ଫେରିବାର କୌଣସି ସୁଯୋଗ ନଥିଲା। ମହାଜନମାନେ ସାଦା କାଗଜରେ କ'ଣ କରୁଥିଲେ ଆଙ୍ଗୁଠି ଚିହ୍ନ ନେଇ ଜମିକୁ ହାତେଇଥିଲେ। ଯେଉଁ ମହାଜନମାନେ ଥିଲେ କ'ଣ କରିଥିଲେ ସାଦା କାଗଜରେ ଆଙ୍ଗୁଠି ଚିହ୍ନ ନେଇ ଜମିକୁ ହାତେଇଥିଲେ। ଲୁଣ ପରିଶୋଧ ନ କରିପାରି ପିଢ଼ିରୁ ପିଢ଼ି, ମନେ ରଖିବ କ'ଣ ପିଢ଼ିରୁ ପିଢ଼ି କ'ଣ କରୁଥିଲେ
ମହାଜନ ପାଖରେ ଦାସ ରୂପେ କାମ କରୁଥିଲେ। କେଉଁମାନେ? ସାନ୍ତାଳମାନେ। ସାନ୍ତାଳମାନେ କ'ଣ କରୁଥିଲେ? ଲୁଣ ଆଣୁଥିଲେ। ସେ ଲୁଣ ପରିଶୋଧ ନ କରିପାରି ସେମାନେ କ'ଣ କରୁଥିଲେ? ପିଢ଼ିରୁ ପିଢ଼ି କ'ଣ କରୁଥିଲେ? ରହିକି ମହାଜନଙ୍କ ପାଖରେ କାମ କରୁଥିଲେ। ଏହାଛଡ଼ା ପୋଲିସ ଜଲମ ଦ୍ୱାରା ଭୟ ହୋଇ ସେମାନଙ୍କର କୁକୁଡ଼ା, ଅଣ୍ଡା, ଛେଳି ଏବଂ ବନ୍ୟ ଜାତୀୟ ଦ୍ରବ୍ୟ ଯଥା ମହୁଝୁଣା ଆଦି ହରାଉଥିଲେ। କେଉଁମାନେ? ସାନ୍ତାଳମାନେ। ମାନେ ସାନ୍ତାଳମାନଙ୍କ ପାଖରେ ଯେଉଁଟା ଥିଲା, ମାନେ କାଳେ ପୋଲିସକୁ ଦେଇଦେବେ ପୁରା, ପୋଲିସ ଭୟରେ ସେମାନଙ୍କର କ'ଣ ହରାଉଥିଲେ? କୁକୁଡ଼ା, ଅଣ୍ଡା, ଛେଳି, ବନ୍ୟଜାତୀୟ ଦ୍ରବ୍ୟ ବନ୍ୟଜାତୀୟ ଦ୍ରବ୍ୟ ମଧ୍ୟ ଯଥା କ'ଣ? ମହୁ, ଝୁଣା ଆଦି ମଧ୍ୟ କ'ଣ କରୁଥିଲେ? ହରାଉଥିଲେ। ନୀଳ ଚାଷ ଉପରେ ସାନ୍ତାଳମାନଙ୍କୁ ପ୍ରଭାବ ପକାଇବାରୁ ସେମାନେ କ୍ଷୁବ୍ଧ ମଧ୍ୟ ହୋଇଥିଲେ। ନୀଳ ଚାଷ ଉପରେ ମାନେ ନୀଳ ଚାଷ କରିବାକୁ ମଧ୍ୟ ବ୍ରିଟିଶ ସରକାର କ'ଣ କରିଥିଲେ? ସାନ୍ତାଳମାନଙ୍କୁ ଚାପ ପକାଇଥିଲେ। କିନ୍ତୁ ଲୋକମାନେ କ'ଣ କରିଥିଲେ? କ୍ଷୁବ୍ଧ ହୋଇଥିଲେ। ଇଏ ଥିଲା କ'ଣ ପିଲି? ଯେ କ'ଣ? ସାନ୍ତାଳ ବିଦ୍ରୋହର କାରଣ। ବର୍ତ୍ତମାନ ଦେଖିବା କ'ଣ? ପ୍ରଥମ ସାନ୍ତାଳ ବିଦ୍ରୋହ, ଯାହାକୁ କ'ଣ କୁହାଯାଏ? ଖେରୱାର। ପ୍ରଥମ ସାନ୍ତାଳ ବିଦ୍ରୋହକୁ କ'ଣ କୁହାଯାଏ? ଖେରୱାର ବିଦ୍ରୋହ 1833। ପ୍ରଥମ ସାନ୍ତାଳ ବିଦ୍ରୋହ କେବେ ହେଇଥିଲା କହିଲେ? 1833। କିନ୍ତୁ ଟପିକ୍ ଏଠି ଅଲଗା ପିଲେ 1855 ହେଲା। ମାନେ ଖେରୱାର ବିଦ୍ରୋହ କେବେ ହେଇଥିଲା କହିଲେ? ମନେ ରଖିବ କ'ଣ? ଯେ 1833। ସାନ୍ତାଳମାନଙ୍କର ଅନ୍ୟ ନାମ ଥିଲା ଖେରୱାର। ମନେ ରଖିବେ ପିଲେ, ସାନ୍ତାଳମାନଙ୍କର ଅନ୍ୟ ନାମ କ'ଣ କୁହାଯାଏ? ଖେରୱାର। 1833ରେ ଭାଗୀରଥୀ ମାଝୀଙ୍କ ନେତୃତ୍ୱରେ ଏହି ସାନ୍ତାଳ ବିଦ୍ରୋହ ଆରମ୍ଭ ହୋଇଥିଲା। ଯେଉଁଟା 1833 ମସିହାରେ ହୋଇଥିଲା ଖେରୱାର ବିଦ୍ରୋହ ବା ସାନ୍ତାଳ ବିଦ୍ରୋହ ବା ପ୍ରଥମ ସାନ୍ତାଳ ବିଦ୍ରୋହ। କାହାର ନେତୃତ୍ୱରେ ହୋଇଥିଲା? ଭାଗୀରଥୀ ମାଝୀଙ୍କ ନେତୃତ୍ୱରେ। କାହାର ନେତୃତ୍ୱରେ? ଭାଗୀରଥୀ ମାଝୀଙ୍କ ନେତୃତ୍ୱରେ। ଜମିଦାର ଓ ଇଂରେଜ କର୍ମଚାରୀଙ୍କ କବଳରୁ ସାନ୍ତାଳମାନଙ୍କୁ ରକ୍ଷା କରିବା ପାଇଁ ଆରମ୍ଭ କରାଯାଇଥିଲା ଏହି ବିଦ୍ରୋହ। ମନେ ରଖିବ, କାହାକୁ? ଜମିଦାର ଓ ଇଂରେଜ କର୍ମଚାରୀଙ୍କ କବଳରୁ। କେଉଁମାନେ? ଜମିଦାରମାନେ ଅତ୍ୟାଚାର କରୁଥିଲେ, ଇଂରେଜ କର୍ମଚାରୀମାନେ ଅତ୍ୟାଚାର କରୁଥିଲେ ନାହିଁ, ତାଙ୍କଠାରୁ ରକ୍ଷା କରିବା ପାଇଁ କାହାକୁ? ସାନ୍ତାଳମାନଙ୍କୁ। କେଉଁ ବିଦ୍ରୋହ ଆରମ୍ଭ ହୋଇଥିଲା? ସାନ୍ତାଳ ବିଦ୍ରୋହଟି ଆରମ୍ଭ ହୋଇଥିଲା। ସେ ଇଂରେଜମାନଙ୍କୁ କର ଦେବାକୁ ମନା କରିଥିଲେ। ସେ ନିଜକୁ ବାବାଜୀ ରୂପେ ଘୋଷଣା କରିଥିଲେ। ମନେ ରଖିବା ପିଲି, କିଏ ନିଜକୁ ବାବାଜୀ ରୂପେ ଘୋଷଣା କରିଥିଲେ? ସେ ହେଉଛି କିଏ? ଭାଗୀରଥୀ ମାଝୀ। ଭାଗୀରଥୀ ମାଝୀ କ'ଣ କରିଥିଲେ? ନିଜକୁ ବାବାଜୀ ରୂପେ କ'ଣ କରିଥିଲେ? ଘୋଷଣା କରିଥିଲେ। କେତେ ମସିହା? 1833 ମସିହା। ତାପରେ ଆସିଲା ବିଦ୍ରୋହର ଗତି। ବିଦ୍ରୋହର ଗତି ଦେଖ କ'ଣ ଦେଇଛି? 1855, 1856 ଦେଇଛି। ପିଲାମାନେ ଆରାମସେ କର। 1855 ମସିହାରେ ବିଭିନ୍ନ କାରଣ ସାନ୍ତାଳ ବିଦ୍ରୋହର ସୂତ୍ରପାତ ହୋଇଥିଲା। ମାନେ ବିଭିନ୍ନ କାରଣ ଯୋଗୁଁ କ'ଣ ହେଇଥିଲା? ବିଦ୍ରୋହଟା ହୋଇଥିଲା। କେତେ ମସିହା? 1855। ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ ବରିହାଟ ନିକଟସ୍ଥ ଭଗନାଡି ଗ୍ରାମର ଚୁଲୁ ସାନ୍ତାଳଙ୍କ ପୁତ୍ର କାହ୍ନୁ, ସିଧୁ, ଚାନ୍ଦ, ଭୈରବ। ମନେ ରଖିବେ ପିଲେ, କାହାର ପୁତ୍ର? ଚୁଲୁ ସାନ୍ତାଳଙ୍କ ପୁତ୍ର। କିଏ କିଏ? କାହ୍ନୁ, ସିଧୁ, ଚାନ୍ଦ, ଭୈରବ। ସେମାନଙ୍କ ମଧ୍ୟରୁ, କାହା ମଧ୍ୟରୁ? କାହ୍ନୁ, ସିଧୁ, ଚାନ୍ଦ, ଭୈରବଙ୍କ ମଧ୍ୟରୁ ସିଧୁ ଓ କାହ୍ନୁ ଠାକୁରଙ୍କ ଦର୍ଶନ ପାଇଥିଲେ ଓ ଠାକୁର ତାଙ୍କୁ ଏକ ପୁସ୍ତକ ପ୍ରଦାନ କରିଥିଲେ ବୋଲି କୁହାଯାଇଛି। ଦେଖ ପିଲେ କେତେ ସୁନ୍ଦର ଦେଇଛି ଯେ ଯେଉଁମାନେ ଥିଲେ, କେଉଁମାନେ? କାହ୍ନୁ, ସିଧୁ, ଚାନ୍ଦ, ଭୈରବ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଥିଲେ। କିଏ? ସିଧୁ, କାହ୍ନୁ କାହାର ଦର୍ଶନ ପାଇଥିଲେ ବୋଲି କୁହାଯାଇଛି? ଠାକୁରଙ୍କ ଦର୍ଶନ ପାଇଥିଲେ। ଠାକୁର ତାଙ୍କୁ କ'ଣ କରିଥିଲେ? ଏକ ପୁସ୍ତକ ପ୍ରଦାନ କରିଥିଲେ ବୋଲି କହିଛନ୍ତି। ହେଲେ ଦେଖିବା କ'ଣ କରିଥିଲେ? ସେଇ ପୁସ୍ତକ ଅନୁସାରେ ସେମାନେ କ'ଣ କରିଥିଲେ? ଏ ଯେଉଁ ସାନ୍ତାଳମାନେ ସେମାନଙ୍କର ନିଜ ନିଜର ଅଞ୍ଚଳକୁ ଡିକୁ ବା ମହାଜନମାନଙ୍କୁ ତଡ଼ିବା ପାଇଁ ଏକତ୍ରିତ ହୋଇଥିଲେ। ଯେଉଁମାନେ ଡିକୁ ଥିଲେ ଓ ମହାଜନ ଥିଲେ ତାଙ୍କୁ ତଡ଼ିବା ପାଇଁ କ'ଣ ହେଇଥିଲେ? ଏକତ୍ରିତ ହେଇଥିଲେ। କେଉଁ ଅନୁସାରେ? ସେ ପୁସ୍ତକ ଅନୁସାରେ, ଯେଉଁଟା ଠାକୁରଙ୍କୁ ଦର୍ଶନ କରିକି ସେମାନେ ପାଇଥିଲେ। କେଉଁ ପୁସ୍ତକ? କେଉଁ ପୁସ୍ତକ? ସିଧୁ ଓ କାହ୍ନୁ ଯେଉଁ ପୁସ୍ତକ ପାଇଥିଲେ। ଏହି ବାର୍ତ୍ତା ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା। ତେଣୁ 30 ଜୁନ 1855ରେ ପ୍ରାୟ 10,000 ସାନ୍ତାଳ ଏକାଠି ହୋଇ ସେମାନଙ୍କ ଅଞ୍ଚଳରୁ ମହାଜନ, ଜମିଦାର, ଦାରୋଗା,
ଧନୀ ବଙ୍ଗାଳୀମାନଙ୍କୁ ବିତାଡ଼ିତ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। କାହାକୁ ଯେ ମହାଜନ, ଜମିଦାର, ଦାରୋଗା, ଧନୀ ବଙ୍ଗାଳୀମାନଙ୍କୁ ବିତାଡ଼ିତ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ସେମାନେ ଠାକୁରଙ୍କ ଆଦେଶ ଅନୁସାରେ ଧନୁ, ତୀର, ଖଣ୍ଡା, ବର୍ଚ୍ଛା ଆଦି ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। କେଉଁମାନେ? ସାନ୍ତାଳମାନେ। କାହାର ଆଦେଶରେ? ଠାକୁରଙ୍କ ଆଦେଶରେ। କ'ଣ ବ୍ୟବହାର କରୁଥିଲେ? ଧନୁ, ତୀର, ଖଣ୍ଡା, ବର୍ଚ୍ଛା କରୁଥିଲେ? ବ୍ୟବହାର କରୁଥିଲେ ବୋଲି କୁହାଯାଇଛି। ସେମାନେ ନିଜେ ଅର୍ଥ ସଂଗ୍ରହ କରି ଇଂରେଜମାନଙ୍କୁ ଖଜଣା ଦେବା ପାଇଁ କରିଥିଲେ? ସ୍ଥିର କରିଥିଲେ। 1 ଟଙ୍କାର ବାର୍ଷିକ ସୁଧ 1 ପଇସା ହେବ ବୋଲି ସ୍ଥିର କରିଥିଲେ। କେଉଁମାନେ? ସିଧୁ, କାହ୍ନୁ ଏମାନେ କ'ଣ କରିଥିଲେ? 1 ଟଙ୍କାର ବାର୍ଷିକ ସୁଧଟା କେତେ ପଇସା ହେବ ବୋଲି କହିଥିଲେ? 1 ପଇସା ହେବ ବୋଲି ସ୍ଥିର କରିଥିଲେ। ଏହି ବିଦ୍ରୋହ ରାଜମହଲ, ପୂର୍ଣ୍ଣିଆ, ବୀରଭୂମ ପାଖରେ କଲବଙ୍ଗ, ମହୀଶୂର ଆଦି ଅଞ୍ଚଳକୁ ବ୍ୟାପିଥିଲା ବୋଲି ଯେଉଁ ସ୍ଥାନ ଗୁଡ଼ାକ ଥିଲା ସେ ସ୍ଥାନ ଗୁଡ଼ାକ କ'ଣ ହେଇଥିଲା ବୋଲି ପୁରା ବ୍ୟାପି ଯାଇଥିଲା। କେଉଁ ବିଦ୍ରୋହ? ସାନ୍ତାଳ ବିଦ୍ରୋହ। ଏହି ବିଦ୍ରୋହର ଅନ୍ୟତମ ନେତା ଥିଲେ ଚାନ୍ଦରାୟ ଓ ସିଂରାୟ। ଆମେ ତ ପଢ଼ିଲେ କ'ଣ ଯେ ସିଧୁ ବିଷୟରେ ପଢ଼ିଲେ, କାହ୍ନୁ ବିଷୟରେ ପଢ଼ିଲେ, କିନ୍ତୁ ଅନ୍ୟ 2 ଜଣ ନେତା ମଧ୍ୟ ଥିଲେ। ସେଥିମଧ୍ୟରୁ କେଉଁମାନେ? ଚାନ୍ଦରାୟ ଓ ସିଂରାୟ ଥିଲେ। ଦେଖ ବିଦ୍ରୋହ ଚାଲିଛି, ହେଲେ ଦମନ କରିବ କିଏ? ବ୍ରିଟିଶ ସରକାର। କରିବ ନା ନାହିଁ? ଦେଖିବା କେମିତି ଦମନ କରିବ। ଏହି ସାନ୍ତାଳ ବିଦ୍ରୋହକୁ ଦମନ କରିବା ପାଇଁ ବ୍ରିଗେଡିୟର ଲିଓଡଙ୍କୁ ନିଯୁକ୍ତ କରାଯାଇଥିଲା। ମନେ ରଖିବା ବୋଲି କାହାକୁ? ବ୍ରିଗେଡିୟର ଲିଓଡଙ୍କୁ କ'ଣ କରିଥିଲା? ନିଯୁକ୍ତି କରାଯାଇଥିଲା। ପ୍ରଥମେ ସେ ଫାଙ୍କା ଫାୟାରିଂ କରିଥିଲେ। ଯିଏ ଥିଲେ କିଏ? ବ୍ରିଗେଡିୟର ଥିଲେ। ସେ କ'ଣ କରିଥିଲେ? ଫାଙ୍କା ଫାୟାରିଂ କରିଥିଲେ ପ୍ରଥମେ। ଫଳରେ ସାନ୍ତାଳମାନେ ଜଙ୍ଗଲ ଓ ପାହାଡ଼ରୁ ଖୋଲା ସ୍ଥାନକୁ ଆସିଥିଲେ। ପୁଣି ତାଙ୍କୁ ଗୁଳି ବର୍ଷଣ କରାଯାଇଥିଲା। ମନେ ରଖିବା ବୋଲି ଯେ କିଏ? ବ୍ରିଗେଡିୟର ଲିଓଡ କ'ଣ କରିଥିଲେ? ଯାହାକି ଫାଙ୍କା ଫାୟାରିଂ କରିଥିଲେ। ସାନ୍ତାଳମାନେ କ'ଣ କରିଥିଲେ ବୋଲି ଜଙ୍ଗଲ ଓ ପାହାଡ଼ରୁ ଖୋଲା ସ୍ଥାନକୁ ଆସିଥିଲେ। ଆଉ କ'ଣ କରାଯାଇଥିଲା? ଗୁଳି ବର୍ଷଣ କରାଯାଇଥିଲା। 60 ଦିନ ଧରି ବିଦ୍ରୋହ ଚାଲିଲା। କାହ୍ନୁ ସାନ୍ତାଳ ଯୁଦ୍ଧରେ କ'ଣ ହେଇଥିଲେ ବୋଲି ମୃତ୍ୟୁବରଣ କରିଥିଲେ ଓ ସିଧୁଙ୍କୁ କ'ଣ କରାଯାଇଥିଲା? ଫାଶୀ ଦିଆଯାଇଥିଲା। ବହୁତ ଦୁଃଖର ବିଷୟ ବୋଲି ସେମାନେ କେତେ ସୁନ୍ଦର ଦେଶ ପାଇଁ ଲଢ଼ିଛନ୍ତି। ଦେଖ କାହ୍ନୁ ସାନ୍ତାଳ କ'ଣ ଯୁଦ୍ଧରେ କ'ଣ କରିଥିଲେ? ମୃତ୍ୟୁବରଣ କରିଥିଲେ। ଯିଏ ସିଧୁ ଥିଲେ କ'ଣ ହେଇଥିଲେ ବୋଲି ତାଙ୍କୁ ଫାଶୀ ଦିଆଯାଇଥିଲା। ଭାଗଲପୁର ଓ ବୀରଭୂମ ଜିଲ୍ଲାର କ'ଣ ବୋଲି? ଭାଗଲପୁର ଓ ବୀରଭୂମ ଜିଲ୍ଲାର 5500 ବର୍ଗ ମାଇଲ ଅଞ୍ଚଳରେ ସାନ୍ତାଳ ପରଗଣା ସୃଷ୍ଟି କରାଗଲା। ମନେ ରଖିବ କ'ଣ କହିଲି? ଭାଗଲପୁର ଓ ବୀରଭୂମ ଜିଲ୍ଲାର 5500 ବର୍ଗ ମାଇଲ ଅଞ୍ଚଳରେ ସାନ୍ତାଳ ପରଗଣା କ'ଣ କରାଯାଇଥିଲା? ସୃଷ୍ଟି କରାଯାଇଥିଲା। ଏହାପରେ ମଧ୍ୟ ଗାନ୍ଧିଜୀଙ୍କ ନେତୃତ୍ୱ ସମୟରେ 1824 ବା 32 ମସିହା ମଧ୍ୟରେ ମାଲଦାର ଜିତୁ ସାନ୍ତାଳ କୃଷକମାନଙ୍କର ସ୍ୱାର୍ଥ ରକ୍ଷା କରିବା ପାଇଁ ବିଦ୍ରୋହ କରିଥିଲେ। ମନେ ରଖିବା ପିଲେ କିଏ? ଜିତୁ। କ'ଣ? ଜିତୁ ସାନ୍ତାଳ କ'ଣ କରିଥିଲେ? କୃଷକମାନଙ୍କର ସ୍ୱାର୍ଥ ରକ୍ଷା କରିବା ପାଇଁ ବିଦ୍ରୋହ କରିଥିଲେ ବୋଲି କୁହାଯାଇଛି। ତାପରେ ଦେଖିବା କ'ଣ? ବିଦ୍ରୋହର ଫଳାଫଳ। ବିଦ୍ରୋହ କ'ଣ ବୋଲି? ଫଳାଫଳ। ଏହି ବିଦ୍ରୋହ ବଙ୍ଗ ବିହାର ଇତିହାସରେ ଏକ ନୂତନ ପରିବର୍ତ୍ତନ ଆଣିଥିଲା। ସାନ୍ତାଳ ପରଗଣା ସୃଷ୍ଟି କରାଯାଇ ଶାସନଭାର କଲେକ୍ଟର ଉପରେ ନ୍ୟସ୍ତ କରାଗଲା। କମାବତୀ ଗତି ପ୍ରଥାର ବିଲୋପ କରାଗଲା। କ'ଣ ବୋଲି? କମାବତୀ ବା ଗତି ପ୍ରଥାର ମଧ୍ୟ କ'ଣ କରାଯାଇଥିଲା? ବିଲୋପ କରାଯାଇଥିଲା। ଏହି ପ୍ରକାର ଭାବରେ କ'ଣ ଥିଲା ବୋଲି ଆମେ କ'ଣ ପଢ଼ିଲେ? ସାନ୍ତାଳ ବିଦ୍ରୋହ ବିଷୟରେ ଆମେ ପଢ଼ିଲେ। ତୁମମାନେ କ'ଣ କରିବ ବୋଲି ଯେ ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରିବ, ସେୟାର କରିବ, କମେଣ୍ଟ କରିବ, ଭଲରେ ପଢ଼ାପଢ଼ି କରିବ। ଅଲ୍ ଦି ବେଷ୍ଟ ୟୁର ଏକ୍ଜାମ୍। ବାଏ, ଥ୍ୟାଙ୍କ ୟୁ।